ଗ୍ରାମ ହେଉ କି ସହର ଆଳୁ ହିଁ ସବୁ ଘରେ ପରିଚିତ। ଆଳୁ ବିନା କେହି ବଞ୍ଚିପାରିବେ ନାହିଁ। ଆଳୁ କହିଲେ ସମସ୍ତ ପରିବାରର ହସ ଖୁସି କହିଲେ ଚଳେ। ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଆଳୁକୁ ହିଁ ପସନ୍ଦ କରନ୍ତି। କିନ୍ତୁ ଆଜି ସେହି ଆଳୁର ଦାମ ଆକାଶ ଛୁଆଁ। ଗତ ବର୍ଷ ଟମାଟୋର ରେଟ୍ 200 ଟଙ୍କା 300 ଟଙ୍କା ଥିଲାବେଳେ ଏ ବର୍ଷର ଆରମ୍ଭରୁ ହିଁ ଆଳୁର ଦାମ ସର୍ବାଧିକ ହୋଇଯାଇଛି। ତେଣୁ ଆଳୁର ସର୍ବନିମ୍ନ ବିକ୍ରି ମୂଲ୍ୟକୁ ଧାର୍ଯ୍ୟ କରି ଓଡ଼ିଶା ସରକାରର ଯୋଗାଣ ମନ୍ତ୍ରୀ କହିଥିଲେ ଯେ 32 ଟଙ୍କା ଏହା ସର୍ବନିମ୍ନ ରେଟ୍ ରହିଛି। କିନ୍ତୁ ଯେଉଁ ଖୁଚୁରା ବେପାରୀ ଅଛନ୍ତି ଏହାକୁ 40 ଟଙ୍କା 50 ଟଙ୍କାରେ ବିକ୍ରି କରୁଛନ୍ତି, ଯାହାଫଳରେ ଓଡ଼ିଶାବାସୀ ଗରିବ ଲୋକମାନେ ଖଟିକିଆ ଲୋକମାନେ ବହୁତ ହଇରାଣ ହନ୍ତସନ୍ତ ହେଉଛନ୍ତି। ତ ଆପଣଙ୍କ ରାଜ୍ୟରେ ଆଳୁର ରେଟ୍ କେତେ ରହିଛି ବା ଆପଣଙ୍କ ଜିଲ୍ଲାରେ ଆଳୁର ରେଟ୍ କେତେ ରହିଛି ନିଶ୍ଚିତ ଭାବେ କମେଣ୍ଟରେ ଜଣାନ୍ତୁ।